ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଲ୍ୟୁସନ ଯାଞ୍ଚକୁ କଡ଼ାକଡ଼ି କରାଗଲା ସେତେବେଳେ ଦେଖାଗଲା କିଛି ମାନେ ଲୋକଙ୍କର ଅଭିଯୋଗ ଆସିଲା ଯେ ଆଜ୍ଞା ଆମ ଗାଡ଼ିର ପଲ୍ୟୁସନ ଥାଇକି ଆମକୁ ଯାଞ୍ଚ ହେଉଛି ବା କେମିତି ଜାଣିବା ଚିହ୍ନିତ କରିବା। ତେଣୁ ତାକୁ ମାନ୍ୟବର ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ନିଷ୍ପତ୍ତି ନିଆଗଲା ଯେ ଯେଉଁ ଗାଡ଼ି ପ୍ରଦୂଷଣ ଯାଞ୍ଚରେ ସଫଳ ରୂପେ ପରୀକ୍ଷଣ କଲା ପରେ ଯଦି ସଫଳ ରୂପେ ପ୍ରଦୂଷଣ ମୁକ୍ତ ବୋଲି ପ୍ରମାଣପତ୍ର ପାଆନ୍ତି ତାହେଲେ ସେମାନେ ଗୋଟେ ଗ୍ରୀନ୍ ଷ୍ଟିକର ଲଗାଇବେ ଏବଂ ସେ ଗ୍ରୀନ୍ ଷ୍ଟିକର ଗୁଡ଼ିକ କେମିତି ଦିଆଯିବ ସେ ବାବଦରେ ଏକ ବିଧିବଦ୍ଧ ଏସ୍ଓପି ମାର୍ଗଦର୍ଶିକା ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ ଯେଉଁ ଗାଡ଼ି ଗୁଡ଼ିକ 10 ତାରିଖ ଠାରୁ ଯେଉଁମାନେ ପଲ୍ୟୁସନ ଯାଞ୍ଚ କରାଇବେ ସେମାନେ ସେହି ଯାଞ୍ଚ କେନ୍ଦ୍ରରେ ତାଙ୍କର ପଲ୍ୟୁସନ ସାର୍ଟିଫିକେଟ୍ ପାଇବେ। ଆଉ ଯେଉଁମାନେ 9 ତାରିଖ ସୁଦ୍ଧା କରିଥିବେ ସେମାନେ ସମ୍ପୃକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ପାଇବେ।